ଯୋଗ ବିଦ୍ୟା ଅଛି ତେଣୁ ଛୋଟିଆ କଥାଟିଏ ମୁଁ କହିବି, ଗୋଟେ ଗପ କହିବି। ଗପ ପରେ ଆମର ଆତ୍ମଜ୍ଞାନ ଜନିତ ସତ୍ସଙ୍ଗ ଆରମ୍ଭ ହବ। ତେଣୁ ସେଇଥିରୁ ଆପଣମାନେ ବୁଝିବେ ଆମର ସବୁ କଣ କଣ ଦରକାର, ଗୋଟେ ଗପରୁ ବୁଝିଯିବା। ଥରେ କଣ ହେଇଛି, ଜଣେ ରାଜା ଥିଲେ। ସେ ରାଜା ଜଣକ ହଉଛନ୍ତି ସତ୍ସଙ୍ଗ ପ୍ରେମୀ। ସେ ରାଜାଙ୍କ ରାଜ୍ୟରେ ଜଣେ ସାଧାରଣ ମଣିଷ ଥିଲେ, ଯିଏକି ତାଙ୍କର ସେବା ଦାନ ଧର୍ମ କରିବାର ଚିନ୍ତନ ସବୁବେଳେ ରଖନ୍ତି। ଜୀବମାନଙ୍କର ସେବା କରିବା ଆଉ ତାଙ୍କୁ ଧ୍ୟାନ କରିବା ଆଉ କିଛି ଆଧ୍ୟାତ୍ମିକ କଥା କହିକି ସେମାନଙ୍କୁ ତୋଷିବା। ତେଣୁ ସମସ୍ତେ ତାଙ୍କ ଗାଁ ଲୋକ ବା ଦେଶ ଲୋକ ସମସ୍ତେ ଭାବନ୍ତି ଇଏ ଯେମିତି ଭାବରେ ଦାନ ଧ୍ୟାନ କରୁଛି, ଇଏ ଦାନ ଧ୍ୟାନ କରି କରିକି ସବୁ ନୟାନ୍ତ ହେଇଯିବ, ସର୍ବଶାନ୍ତ ହେଇଯିବ। ନା ସର୍ବଶାନ୍ତ ହେଇଯିବ, ତେଣୁ କେତେ କରିପାରିବ। ତେଣୁ ଏମିତି କରି କରିକି ତା ପାଖରେ ଯାହା ଥିଲା ସବୁ ସେ ଛେଳି ମେଣ୍ଢା ଗୋରୁ ଗାଈ ସୁନା ରୂପା ଗହଣା ଗାଣ୍ଠି ଜମି ବାଡ଼ି ଯାହା ଥିଲା ସବୁ ସେ ଦେଇ ସାରିଛି। ଆଉ ଯଦି କେହି ତାକୁ ପଚାରେ ଏସବୁ ଦାନ କରିଦଉଛୁ, ତୁ ନିଜେ ବଞ୍ଚିବୁ କେମିତି? କହିଲା ଦାନ ମୁଁ ତ କାହାକୁ ଦଉନାହିଁ, କାହାକୁ ତ ମୁଁ ଦେଇ ଦଉନି, ତେଣୁ ଯାହା ମୁଁ ଦଉଛି ସଂସାର ଭିତରେ ସେ ସବୁ ରହୁଛି। ଏଥିପାଇଁ ମୋର ଦୁଃଖ କରିବାର କଣ ଅଛି? ମୋର ଖାଦ୍ୟ 50-100 ଗ୍ରାମ ହେଲେ ମୁଁ ବଞ୍ଚିଯିବି। ଆଉ ଯାହାର ଜମିବାଡ଼ି ନାହିଁ ସେ ବଞ୍ଚି ଯାଉଛି, ଯାହାର ସୁନା ରୂପା ନାହିଁ ସେ ବି ବଞ୍ଚିଛି, ଆଉ ଯାହାର ନାହିଁ ସେ ବି ରହିଛି, ତାହେଲେ ମୋର ଆଉ କଣ ହବ? ଏମିତି କହିକି କହିବା ଭିତରେ ଏମିତି ଦାନ ଧ୍ୟାନ କରି ଚାଲିଥାଏ। ଆଉ ପ୍ରତ୍ୟେକ ଦିନ ଦାନ ଧ୍ୟାନ କରେ, ପ୍ରତ୍ୟେକ ଦିନ ଦାନ ଧ୍ୟାନ କରେ ଆସୁ, କିନ୍ତୁ ସବୁବେଳେ ଏଇପାରି ପଳେଆ ଏଇପାରି ଏଇଠି ପଳେଆ ଅନାମ ଠାକ ଏଇଠି ଏଇଠି ଜାଗା ଆସନ୍ତୁ ତ ସାଧାରଣ ଲୋକଟେ ଆଧ୍ୟାତ୍ମିକ ଆତ୍ମଜ୍ଞାନର କଥା କହୁଛି। ଗୋଟେ ଉଚ୍ଚା ସେକୁ ନାହିଁ ଉପରକୁ ପଳା ଆଉ ଆଧ୍ୟାତ୍ମିକ କଥା କହୁଛି, ଆଉ ତାର ସର୍ବସ୍ୱ ଯାହା ଥିଲା ଦାନ ଧ୍ୟାନ ସେ କରିଦେଇଛି। ତେଣୁ ସେଥିପାଇଁ ସେ ସାଧାରଣ ପ୍ରଜାଟେ ହେଇକି ଦାନ ଧ୍ୟାନ କରୁଛି, ଆମେ କଣ ପାରିବାନି? ଦେଖିଲା ସେଠୁ ସେ ରଜା ଗୋଟେ ମନ୍ତ୍ରୀ ସହିତ ତାଙ୍କର ପାରିପାର୍ଶ୍ୱିକ ସବୁ ଚିନ୍ତା କଲେ। ରାଜ ପରିବାର ସମସ୍ତେ ଚିନ୍ତା କରି କହିଲେ ଆମେ କଣ କରିବା? ଖାଲି ତ ଦାନ କରିବାଟା ଠିକ ହବନି, ଆମେ ଗୋଟେ କାମ କରିବା, ଆଧ୍ୟାତ୍ମିକ ଭାଷଣ ଯେ ଦେଇପାରିବ ଆମେ ସେଇଆକୁ କିଛି ଦାନ ଦେବା, ଆତ୍ମଜ୍ଞାନ ଭାଷଣ ସେ ଦବ। ତେଣୁ ସମାଜ ଭିତରେ ଦେଶରେ ଏଇ କଥାଟା ପ୍ରଚାର ହେଇଗଲା ପରେ ଭାଷଣ ଦବା କେହି ନ ଦେଇ ଜାଣିଛି, ସେ ଭାଷଣ ଦିଆଟା ଆପେ ଆପେ ଶିଖିଲା। କିନ୍ତୁ ସେ ଭାଷଣ ଦବ, ଯାହା ଦବ ଏଣୁ ତେଣୁ ବିପଦେ କହିଦେଲେ ଗଲା। ଆଉ କହିଦେଲି ସେ ସବୁ ଭାଷଣ ଦେଲା ବାଲା ହେଇଗଲେ। କିନ୍ତୁ ରାଜା ଯେତେବେଳେ ଡିକ୍ଲାର କରିଦେଇଛନ୍ତି ଯୋଉମାନେ ଆସିକି ପେଣ୍ଡାଲ ଉପରେ ଭାଷଣ ଦେବେ ସେମାନଙ୍କୁ ଆମେ ଉପଢୌକନ ଦବା, ସେବା ଧ୍ୟାନ ଦବା। ଆଉ ତେଣୁ ଏମିତି ହେଇଯାଇଛି। କିନ୍ତୁ ଏଇ ଯୋଉ ଗରିବ ବ୍ରାହ୍ମଣ ଜଣକ ଥିଲା ତାଟା କେହି ବିଚାର କରିନାହାନ୍ତି। ଇଏ ସବୁ ଯେତେବେଳେ ଆସିଛନ୍ତି ଯେ ଭାଷଣ ଦବା ଲୋକ ସଜପଟକା ହେଇକି ପୁରା ପିଲିକି ଚିତା ମାରି ମାଳ ଦେଖେଇ କମଣ୍ଡଳ ଧରି ସବୁ ସାଧୁ ସାଜିକି ସବୁ ଆସିଯାଇଛନ୍ତି। ଆଜି ଆମେ ତ ସଭା ମଣ୍ଡପରେ ବସିଗଲେ, ପ୍ରଜାମାନେ ବସିଛନ୍ତି, ଆର ପାରିପାର୍ଶ୍ୱିକ ତାଙ୍କ ରାଜତନ୍ତ୍ର ଲୋକମାନେ ବସିଛନ୍ତି। ଆଉ ତେଣୁ ଭାଷଣ ଦିଆ ଚାଲିବା ଭିତରେ ଯୋଉ ବଡ ବଡ ପଣ୍ଡା ମାନେ ଥିଲେ, ବଡ ବଡ ସାଧୁ ମାନେ ସେମାନେ ବଡ ବଡ ଭାଷଣ ସବୁ ଦେଇକିରି ଦଉଥାନ୍ତି। 5 ମିନିଟିଆ ଗୋଟେ ଚାପ୍ଟର କରିଦେଲା, 3 ମିନିଟିଆ ଗୋଟେ ଭାଷଣ ଦବ, 3 ମିନିଟ୍ ଭାଷଣ ଦବ, ତେଣୁ ଦାନ ଦବ ପଳେଇବ। ତେଣୁ ଏମିତି ହେଇକିରି କିନ୍ତୁ ସେ ଭାଷଣ ଦବା ସମୟରେ
ମଧ୍ୟ ଲଢ଼େଇ ଚାଲିଲା। ମୁଁ ଆଗରେ ଯିବି, ପେଲା ଠେଲା ଏମିତି ଥିଲା। ଯାହା ସେ ପେଲା ଭିତରେ ଇଏ ବ୍ରାହ୍ମଣ ଜଣକ ଆଉ ପଶି ପାରିଲେନି ଭିତରକୁ। ଆଉ ନ ପଶିବା ତ ହଉ ପଛକୁ ଦେଖିବା କଣ ଦେବା ନାହିଁ ଆଉ। ତେଣୁ ଏମିତି ହେଇକି ବ୍ରାହ୍ମଣକୁ କିଛି ଲୋକ ଲକ୍ଷ୍ୟ କରିଥାନ୍ତି ଯେ ଆମେ ସବୁ ଆଗରେ ମାଡ଼ିକି ବସିଯାଉଛୁ, ଇଏ ବ୍ରାହ୍ମଣ କିଛି କହିପାରିବ କି ଯାଇପାରିବ କି ଜାନ ହିଁ ପାଇପାରିବ। ତେଣୁ ୟାର ମଧ୍ୟ ଯୋଉ ବ୍ରାହ୍ମଣ ପଚାରୁଥାନ୍ତି ତମେ ତ ଏତେ ଜାଣି ଲୋକ ଭଲ ମତ, ତମେ ଯଦି ଭଲ କହିବା ଜାଣିଛ, ଆଉ ତମକୁ କାହିଁକି ଲୋକ ଡାକୁନାହାନ୍ତି? ସେଟା ତ ଆବଶ୍ୟକ ନାହିଁ। ଯୋଉମାନେ କହିନାହାନ୍ତି ସେମାନଙ୍କୁ କହିବାର ଆମେ ସୁଯୋଗ ଦବା। ତେଣୁ ଏଠି ଯୋଉମାନେ ଯାଉଛନ୍ତି ଯାଆନ୍ତୁ ବେଳେଠି ଯାଉ ପେଲା ଠେଲା ଭିତରେ ଯୋଉମାନେ ସବୁ ଭାଷଣ 50, 100, 200 ଭାଷଣ ଲୋକ ଦେଇକି ପଳେଇ ଆସିଲେ। ଆଉ ସେମାନେ ମଧ୍ୟ ତାଙ୍କର ଉପଯୁକ୍ତ ବସ୍ତୁ ଧରିକି ସେମାନେ ମଧ୍ୟ ପ୍ରତ୍ୟାର୍ପଣ କଲେ। କରିସାରିଲା ପରେ ଦାନ ବସ୍ତୁ କମି ଆସିଲା। କେତେବେଳେ ଯେତେବେଳେ ଶେଷ ହେଇ ଆସିଲା, ଦାନ କରିବା ଜିନିଷ ଆଉ କିଛି ଆଉ ନାହିଁ। ତେଣୁ କଣ ହବ? ସେଠୁ ବୁଢା ବ୍ରାହ୍ମଣ ଜଣକ ସେଠାର ଗୋଟେ ଗଲା ଯାଇ କହିଥିଲା, ଆଜ୍ଞା ମୁଁ କହିବାକୁ ଇଏ ବ୍ରାହ୍ମଣ ଭଗବାନ ଜଣକ ଆସ୍ତେ ଆସ୍ତେ ରାଜାଙ୍କ ପାଖକୁ ଆସିଲେ। ଆସି ଦେଖା କଲା ତମେ ତ ପଛକୁ ରହି ବହୁତ ପଛେଇଗଲ, ହେଲେ ତ ଦାନ ସାମଗ୍ରୀ ସବୁ ସରିଗଲା, ଆଉ ତ କିଛି ନାହିଁ। ସେଠୁ ଗଲା କିଛି ଆବଶ୍ୟକ ନାହିଁ। ଇଏ ସାରା ସଂସାରଟା ଯାହାର, ଦାନ ନେମି କଣ, କିଛି ନବାର କିଛି ଆବଶ୍ୟକ ନାହିଁ। କିନ୍ତୁ ସେତେବେଳକୁ ଏମାନେ ସବୁ ଯେ ବ୍ରାହ୍ମଣ ଜଣକ ସବୁ ଦେଇକି ତାଙ୍କ ଘର ଆଉ କିଛି ନାହିଁ ଯେ ସେ କାହାକୁ ଗୋଟେ କଣ ଦେବେ, ସର୍ବସ୍ୱ ଚାଲିଯାଇଛି। ଯାହା ସେ ରଜାଙ୍କ ପାଖରେ ପହଞ୍ଚିଲା ପରେ ରଜା କହିଲେ ଯାହା ସେ ମତେ ଦିଅନ୍ତୁ ନ ଦିଅନ୍ତୁ ମୁଁ କଥା କହିବି ଆଉ। ସେଠି ସେ କହିବାର ସୁଯୋଗ ମିଳିଲା। ସେଠୁ ସେ କହିଲେ ସାର୍ବଜନୀନ ମାନେ ଜାନିକ ଭାବରେ ମୋର ସମସ୍ତ ପ୍ରିୟ ଆତ୍ମଙ୍କୁ ମୋ ଭିତରୁ ଅନ୍ତରତମ ପ୍ରଣାମ ଜଣାଇ ମୁଁ ଆଜିର ଏଇ କଥାଟି କହୁଛି, ସାରା ସଂସାରର ବସ୍ତୁବାଦୀ ହବାର ଆବଶ୍ୟକ ନାହିଁ। ତେଣୁ ଇଏ ବସ୍ତୁ ମୋ ସାଙ୍ଗରେ ଯିବ ନାହିଁ। ଆଜି ଦୁଃଖ ସମୟ ଆସିଛି, କାଲି ମଧ୍ୟ ସୁଖ ସମୟ ଆସିବ, କିନ୍ତୁ ଇଏ ଦୁଃଖ ସମୟ ସୁଖ ସମୟ କେବେ ବି ତୁମ ପାଖରେ ସ୍ଥିର ହେଇକି ରହିପାରିବ ନାହିଁ। ତେଣୁ ମୋର ଏଇ ବର୍ତ୍ତମାନର ସମୟ ଆଉ କିଛି ସମୟ ପରେ ତା ନଥିବ। ଆମେ ଏଇ ବର୍ତ୍ତମାନ ବସି ଏଠି ଖାଲି ଥିଲା ସବୁ, ଏଠି ଏ ଘର ଖାଲି ଥିଲା, କିନ୍ତୁ ଆମେ ଏଠି ଲୋକ ଭରପୁର ହେଇଗଲେ। କିନ୍ତୁ ଏଇ ସମୟଟା ଆଉ ରହିବ ନାହିଁ। ବର୍ତ୍ତମାନ ଆମେ ଭରି ହେଇଛନ୍ତି, କିନ୍ତୁ ଆଉ କିଛି ସମୟ ପରେ ଇଏ ମଧ୍ୟ ଖାଲି ହେଇ ଯିବ। କିନ୍ତୁ ବର୍ତ୍ତମାନ ସମୟ ଆଉ ରହିବ ନାହିଁ। ସେ ଧନୀ ହଉ କି ରାଜା ହଉ କି ଗରିବ ହଉ, ଜଣେ ଗରିବ ସେ ସମୟ ଅନୁସାରେ ଧନୀ ହବ, ଆଉ ଜଣେ ଧନୀ ସେ ଗରିବ ହବ। ଆଜି ଯେ ରାଜା ଅଛି ଆସନ୍ତା କାଲି ସେ ପ୍ରଜା ହବ, ଆଜି ଯେ ପ୍ରଜା ଅଛି ଆସନ୍ତା କାଲି ସେ ରଜା ହବ। ତେଣୁ ଏହି ସମୟ ରହିବ ନାହିଁ, ବର୍ତ୍ତମାନ ସମୟ ଆଉ ରହିବ ନାହିଁ। ଯେତେବେଳେ ଯେତେ ଦୁଃଖ ଆସିବ, ଯେତେବେଳେ ସୁଖ ଆସିବ, ଏ ଦୁଇଟା ଯାକ କଥାକୁ ଆପଣ ଭାବନା କରିକି ସଦାସର୍ବଦା ଲକ୍ଷ୍ୟ ରଖିବେ। ସୁଖର ସମୟ ବର୍ତ୍ତମାନ ଅଛି, ଇଏ ରହିବ ନାହିଁ। ଆଉ ଦୁଃଖର ସମୟ ଅପାର ଦୁଃଖ ମୋ ପାଖରେ ଅଛି, କିନ୍ତୁ ସେ ଦୁଃଖ ମଧ୍ୟ ରହିବ ନାହିଁ। ତେଣୁ ବର୍ତ୍ତମାନର ସମୟ ରହିବ ନାହିଁ। ଏ ପ୍ରକାର ଭାବ ଯଦି ଆମେ ନେଇ ନେବା ନା, ତାହେଲେ ମୋ ଭିତରେ ଦୁଃଖ ଶୋକ ପରିତାପ ବନ୍ଧନ ବିମୁକ୍ତ ହେବ। ତେଣୁ ସେଇଥିପାଇଁ ସଦ୍ଗୁରୁଦେବ କହିଲେ ଦୁଃଖ ସୁଖ ପରିତାପରୁ ମୁକ୍ତ ପାଇବାକୁ ହେଲେ ତୁ ଆତ୍ମସ୍ଥ ହେଇଯା। ଯିଏ ଆତ୍ମଜ୍ଞାନୀ ତା ପାଇଁ ଦୁଃଖ ନାହିଁ ନା ସୁଖ ବି ନାହିଁ। ତା ପାଇଁ ଦୁଃଖଟା କେବଳ ବଡ଼ ନୁହେଁ, ଆଉ ତା ପାଇଁ ସୁଖ ମଧ୍ୟ ବଡ଼ ନୁହେଁ। ତେଣୁ ବଡ଼ ହଉଛି ସେଇ ନିଜକୁ ନିଜେ ଜାଣିବା। ତେଣୁ ଏତିକି କହିଦେଇକି ତା ପ୍ରବଚନ ସେ ବନ୍ଦ କରିଦେଲା। ରାଜା କହିଲେ କଣ ଦବା, ମୋ ପାଖରେ ତ ଆଉ କିଛି ନାହିଁ। ଅଣ୍ଡାଳିକି ଦେଖିଲେ ମୋ ପାଖରେ କିଛି ବସ୍ତୁ ସୁନା ରୂପା ଅଳଙ୍କାର ଭଲ ମନ୍ଦ ଏଗୁଡ଼ା କିଛି ନାହିଁ, କଣ କରିବା? ଆଉ ସେଇଠୁ ରାଣୀ ପାଖରେ ବସିଥିଲେ। ରଜାକୁ କହିଲେ ଆପଣ କଣ ବ୍ୟସ୍ତ ହଉଛନ୍ତି? ନା କହିଲା ଯୋଉ ବ୍ରାହ୍ମଣକୁ ଜଣେ ମହାନ କଥା ସେ କହିଲେ, ଯେତେ ଭାଷଣ ସବୁ ଦେଇଗଲେ ନା, ଏ ସବୁଠାରୁ ମହାନ କଥା ସେ କହିଲେ।
ତେଣୁ ମୁଁ ତାକୁ ମହାନ ଦ୍ରବ୍ୟଟିଏ ଦବାର ଅଛି, ହେଲେ ମୋ ପାଖରେ ଆଉ କିଛି ନାହିଁ, ତେଣୁ ମୁଁ କଣ ଦେଇପାରିବି? ତେଣୁ ସେଇଥିପାଇଁ ମୋ ରାଣୀ ମୁଁ ବିଚଳିତ ହେଇଯାଉଛି, ମତେ ତମେ ବୁଦ୍ଧି ଦେଖାଅ। ତେଣୁ ସେ ରାଣୀ ଜଣକ କହିଲେ ମହାରାଜ ଆପଣ ବ୍ୟସ୍ତ ହବାର ନାହିଁ, ତେଣୁ ବହୁତ ଧନ ଅଛି ଯେ ଆମେ ତାଙ୍କୁ ଦବା, ଯୋଉଟା କି ତାର ସମସ୍ତ ଧନର ପରିପୂର୍ଣ୍ଣତା ହେଇଯିବ। କଣ ଦବା? ସେଠୁ ହାତ ଖଣ୍ଡେ ଲମ୍ବର ଗୋଟେ ବାଡ଼ି ଆଣିକି ଦେଲେ ବ୍ରାହ୍ମଣକୁ। ବାଡ଼ି ଦେଇକିରି କହିଲେ ଗୋଟେ କାମ କର, তুমি বাড়ি খুঁটা ধর। কিন্তু ଅନ୍ୟ ମାନଙ୍କୁ ହସିଲେ। ସେ ଶେଷରେ ଏଇ ବାଁଶ ବାଡ଼ି ହାତେ ତାଙ୍କୁ ଦେଇଛନ୍ତି। ଗୋଟେ ପରିହାସ କଲା ରକମ କହିଲେ ଆମେ ସୁନା ରୂପ କେଜି କେଜି ଭଲ ମତେ ସବୁ ପାଇଲୁ, ୟାକୁ ଗୋଟେ ବାଁଶ ବାଡ଼ି ଦେଇଛନ୍ତି ଗୋଟେ ବାଡ଼ି। ସେଠୁ ଆଣି କହିଲେ ହେ ମୋର ସଜ୍ଜନ ମଣ୍ଡଳୀ, ଆପଣ ମାନେ ନୀରବରେ ଟିକେ ବସନ୍ତୁ, ମୁଁ ମୋର ଏଇ ଯୋଉ ଆସିଥିବା ବ୍ରାହ୍ମଣକୁ ମୁଁ ଦାନ ଦବାର ସମୀକ୍ଷା ତିଆରି କରୁଛି। ସେଠୁ ସେ କଣ କଲେ, ତାଙ୍କର କହିଲେ ଆମର ଯୋଉ ଗୋଶାଳା ଅଛି ସେ ଗୋଶାଳାକୁ ତମେ ଯିବ, ସେ ଗୋଶାଳା ପାଖରେ ଗୋଟିଏ ପାଖରେ ଦିଗରେ ଠିଆ ହେଇକି ବାଡ଼ିଟାକୁ ତମେ ଯେତେ ଦୂର ଫିଙ୍ଗିବ ସେତେ ଦୂର ସବୁ ଗୋଶାଳାର ଗୋରୁ ଗୁଡାକ ତମର ହେବେ। ଏଇଟା ତାକେ କହିଲେ। କହିଲା ପରେ ସେଠି ସେ କଣ କଲେ, ଏଇ ଗୋଶାଳାକୁ ଗଲେ। ଗୋଶାଳା ପାଖରେ ମାନେ ଗୋଟେ କୋଣ ଠିଆ ହେଇକି ଗୋଟେ ବାଡ଼ିକି ପକେଇଲେ। ସେ ବାଡ଼ିଟା ଯାଇକି ଯେତିକି ବାଟ ଗଲା ପଡ଼ିଲା, ସେଠୁ ସେ ମାପ କରିକି ଦେଖିଲେ ତା ଭିତରେ ସେ ଏରିଆ ଭିତରେ 1,00,000 ଗୋରୁର ମାଲିକ ହେଇଗଲା। ତେଣୁ ସେଠି ରଜା ରାଣୀ ସଂକଳ୍ପ କରି କହିଲେ ଇଏ 1,00,000 ଗୋରୁର ଭରଣ ପୋଷଣ ଆଉ ତାର ସହଯୋଗ କରିବା, ତାଙ୍କୁ ସେବା କରିବା, ସମସ୍ତ ସାମଗ୍ରୀ ରାଜ ଦରବାର ତରଫରୁ ଯୋଗାଇ ଦିଆଯିବ, ଆଉ ତମେ ଏଇ 1,00,000 ଗୋରୁର ମାଲିକ ହେଇଗଲ। ଆଉ ଯୋଉମାନେ ପରିହାସ କରୁଥିଲେ ଆମେ ଘରୁ ସୁନା ରୂପା ଲୁଗା ପଟା ଘିନି ଗାଇବୁ, ଆଉ ୟା ପାଇଁ ଆଉ କିଛି ନାହିଁ, ଏଇ ତ ଦରିଦ୍ରା ବ୍ରାହ୍ମଣ, ଇଏ ବା କଣ ପାଇବ? ସେଠୁ 1,00,000 ଗୋରୁ ଯେତେବେଳେ ପାଇସାରିଲା ପରେ ୟାର ସମସ୍ତ ଭରଣ ପୋଷଣର ରାଜାଙ୍କ ଦରବାର ତରଫରୁ ମିଳିବ। ତେଣୁ ଇଏ 1,00,000 ଗୋରୁ ମାଲିକ ହେଇଗଲା। ହେଇସାରିବା ପରେ ସେବେଠାରୁ ଇଏ ମଧ୍ୟ ସଂକଳ୍ପ କଲା 1,00,000 ଗୋରୁ ଠାରୁ ଯାହା ରୋଜଗାର ହବ ତାହା ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଆସିବ। ସେ ମଧ୍ୟ ସେ ସମାଜ କଲ୍ୟାଣ ଉଦ୍ଦେଶ୍ୟ ଏଇଠି ଲଗେଇଦେଲା। ଲଗେଇଲା ପରେ ଇଏ ସମସ୍ତେ ବିଦାୟ ନେଇକି ଚାଲିଗଲେ। ଆଉ ରଜା ସେଠୁ ଇଏ ସମସ୍ତ ଧନ ଦୌଲତ ସବୁ ପରିତ୍ୟାଗ କରିଦେଇ ନିଜେ କଣ କଲେ, ଏଇ ସମୟ ମୋ ପାଇଁ ଆସିବ ନାହିଁ। ତେଣୁ ବର୍ତ୍ତମାନ ସେ ରାଜା ଅଛି, ଆସନ୍ତା କାଲି ପ୍ରଜା ହବ। ଆଜି ସୁଖରେ ଅଛି, ଆସନ୍ତା କାଲି ମଧ୍ୟ ଦୁଃଖ ଆସିବ। ତେଣୁ ତାକୁ ସେ ଚିନ୍ତା କରି ଏମିତି ହେଇଗଲେ ଯେ ସଦା ସର୍ବଦା ଏମିତି ସେ ଜ୍ଞାନୀ ହେଇଗଲେ, ସେ ଜଣେ ମହାନ ଆତ୍ମଜ୍ଞାନରେ ପରିଣତ ହେଇଗଲା। ତେଣୁ ଆମର ସଦ୍ଗୁରୁଦେବ ଆମକୁ ସବୁ ସେ ଦେଇଛନ୍ତି। ଆମେ ଅଭାବ କହିକିରି ଆମେ ନିଜକୁ ପ୍ରକୃତ ଭାବକୁ ଆମେ ମାରି ଦଉଛନ୍ତି। ଆମେ ଏତିକି ବୁଝିବା ଦରକାର, ଆମ ପାଖରେ କିଛି ଅଭାବ ନାହିଁ। ଆମେ ଭାବୁଛନ୍ତି ଆମେ ରୋଜଗାର କରିବା ପାଇଁ ଆଜି 500 ଟଙ୍କା କି 1000 ଟଙ୍କା ମୋ ରୋଜଗାର ହେଇପାରିଲା ନାହିଁ, ଆବଶ୍ୟକ ନାହିଁ। ଆମେ ଭାବୁଛନ୍ତି ଆଜି ମୋର ମେଡିକାଲ ଯିବାର ଥିଲା, କୋଉଠି ପାଠ ପଢେଇବାର ଥିଲା, ସେ ଛୁଆକୁ ପାଠ ପଢେଇଥାନ୍ତି, ସେଠି 50 ଟଙ୍କା ଦରକାର, ସେଠି 1,00,000 ଦରକାର, ସେଠି ଜମି ଚାଷ କରିଥିଲେ ସେଠି କିଛି ମୋର ଇନକମ ହେଇଥାନ୍ତା। ଏଇ ଯୋଉ ପ୍ରକୃତର ଇଏ ହଉଛି ଦୁରୂହ ଭାବନା। ତେଣୁ ଏ ଭାବନାର ମଧ୍ୟ ଆବଶ୍ୟକ ନାହିଁ। ଯଦି ମୁଁ ଠିକ ଅଛି, ମୋ ଶରୀର ଠିକ ଅଛି, ମୋର ଯଦି ମନୋବଳ ଠିକ ଅଛି, ମୋର ଆତ୍ମବଳ ଠିକ ଅଛି, ଆଉ ଶରୀର ବଳ ଠିକ ଅଛି, ଆଉ ସଂସାରର ବଳ ଠିକ ଅଛି, ଇଏ ହାତ ଗୋଡ ଆଖି ନାକ କାନ ପାଟି ଯଦି ଠିକ ଅଛି ନା, ତାହେଲେ ଇଏ ସଂସାରର ସବୁ ଠିକ ଅଛି। ତେଣୁ ସେଥିପାଇଁ ମୋ ତରଫରୁ ବିଚାର ହଉଛି ଆପଣ ମାନେ ଯେ ନିଜକୁ ସୁରକ୍ଷା ଦିଅନ୍ତୁ। ନିଜକୁ ସୁରକ୍ଷା ଦବା ହଉଛି ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନ, ସ୍ୱତନ୍ତ୍ର ବିଚାର, ଏ 4ଟି ସ୍ତମ୍ଭକୁ ଯିଏ ଧାରଣ କରିଛି ତା ପାଖରେ ଦୁଃଖ ନାହିଁ, ପରିତାପ ନାହିଁ, କୁଭାବନା ନାହିଁ, ଆଉ ସେ ସଂସାର ଭିତରେ କାହାକୁ ମଧ୍ୟ ଡରିବାର ନାହିଁ। ଏମିତି ବି ଭଗବାନଙ୍କୁ ଡରିବାର ଆବଶ୍ୟକତା ନାହିଁ। ଯଦି ମୋର କର୍ମ ଠିକ ଅଛି, ଯଦି ମୋର ଭାବ ଠିକ ଅଛି,
जदि मोर शरीर ठीक अच्छी ताले मु सारा संसार डरिया वाला क्या डरमी कहीं डरमी कौन डरमी कारण मु सेमती केबे अपकर्म करे नाही केते बेले मु कुकर्म करे नाही तेणु मोर दरकार होची जदि शरीर मोर ठीक अच्छी से कोटी कोटी टंका रोजगार हम आपण माने बुझिया दरकार जो आखि अच्छी ये हूँ 50 लाख टंका जो किडनी अच्छी से कोटी कोटी टंका आ जो हार्ट अच्छी से कोटी कोटी टंका तेणु ये शरीर कोटी टंकार मालिक ये जमी बाड़ी घर द्वार ये कोठा बिल्डिंग ये काम कौन आज अच्छी काली नाही जीवन सारा जुगाड़ करी कौन करी मो पिला माने कौन करछंती ये सारा संसार सी माने कौन करछंती खाली दी पैसा रोजगार लाभ के दबो दी पैसा रोजगार उठी हबो से चिंता होते रहछन अरे अधम निजकू न जानी यदि हजार हजार टंका दिन को रोजगार करू ये तोर आवश्यकता किछि नाही जन डाक्टर पढुची कौन करिवो टंका रोजगार करिवो जने इंजीनियर कौन करिवो टंका रोजगार करिवो जने आईएएस काहे कि एते पाठ पढुचु ना टंका रोजगार करिवो टंका रोजगार करला परे कौन करिवो बड़ बड़ पहाड़ को सब फटेइवो से पत्थर को आनिवो इटा चिप्स बाली किनिवो किनिकी घर बिल्डिंग ताला ऊपर ताला से तैयारी करिवो 50 ताला 100 ताला तैयारी करिवो हबो कौन शेषरे वो ये शरीर कौन हेथिला खाली टंका रोजगार करबा पाई ये शरीर कौन हेथिला खाली कोठा बिल्डिंग तैयारी करबा पाई ये शरीर आपण मान कर जो भगवान कहउचंती मु से को आत्मा कहउची ये आत्मदेव ये शरीर को केवल तैयारी करथिला संसार जीवर बा अन्य आत्मार सुख देखिबा पाई किंतु ये सुख देखिला वाला पाई सुख देखिबा पाई ता भीतर एमिति से पाठ पढ़िला से काहारी सुख को से देखिलानी समाज रे जते बड़ बड़ पाठुआ अछंती ये माने अन्य काहार सुख देखंती नाही केबे भी नुहे 8 दिन पूर्व जने भाई को देखा कला को पचानी भाई ये सब कोन कला एठी फैक्टरी गुटे करछि ये कोन ना एठी 3 तला बिल्डिंग करछि एठी कोन 6टा प्लॉट किछि एठी कोन ना बड़ 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 गेट तैयारी करछि एठी कोन ना बड़ बड़ मंदिर दिया 3टा कर दैछि ये हबो कोन ना ये मंदिर मु सब रोजगार करी करछि मुझे एते रोजगार ना आपण तो सब तो 45-50 वर्ष हैला आ ता भीतर आपण 15-20 वर्ष खंडे पर रोजगार करथिबे रोजगार करले आ ता भीतर मझिर ये 30-40-35 वर्ष हैला ता भीतर एते 3टा माने 10टा प्लॉट किनचंती मंदिर दिका तुलैचंती आ ठाकुर ठाकुर आनी ताकु सब रखिचंती आ एते फैक्टरी करचंती ई सब एति वर्ष में केते टका रोजगार करले की कहला भाई मु टका कागु मागेनी मुके नाना एड़ा डोले पैसा एड़ा गोस पैसा लांच पैसा एड़ा लेछि ना 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 सेटा भाई मु करे कोन कर कहला भाई मु एति करे मु जने चाकरिया हेले मु एति करे जे जा दबो मु ता रखे मु मागे दी गाई मु टंकाटे काको मागी नाही मो जीवन रे मु सकल पकड़थिनी मु मागी बिति गाई टंकाटे हेले जो माने जा दियंती मु ता चुनु भी खाउ दे रखती मागे नी से जहाँ मु रखी पकेट से 2 पैसा जहाँ बोलता मुझे सब मंदिर फंदिर कम करके लगे मुझे देखो आप कौन कर निश्चित भाव आप पाप कर पाप करे से धर्म करने चिंता करे जे पाप करे ना से धर्म कहीं कर आवश्यकता कौन किंतु मु कर्म करें भल कर्म करवा कौटी कौन हम न हम आम चिंता करवा ना तेणु आम भल कर्म करवा कि धर्मर आवश्यक ना जे भल कर्म करे धर्म आवश्यक नाही तेणु से मंदिर तुलेवा ठाकुर गढ़िबार माने कौन तीर्थ व्रत दिवा जाग यज्ञ करवा यार माने कौन जल छत्र दवा तेणु ये सब दान कर आवश्यक ना मुझे जड़े स्वतंत्र विचारक प्राणी से प्राणी भाव ये संसार को भल कर्म सहित भल पाई समस्त को सर्वे भवन्तु सुखिना कहीकि आम आज कथा रखुची जय जी जय जी।